ଯେଉଁଭଳି ଭାବରେ କାଉନସିଲିଂ କରନ୍ତି, ଅନେକ ଅନେକ ସମୟ ଦିଅନ୍ତି, ହୁଏତ ସେମାନଙ୍କ ମନରେ ମଧ୍ୟ ଗୋଟେ ପ୍ରଭାବ ପଡ଼େ ଓ ବେଳେବେଳେ କୁହାଯାଏ ଡାକ୍ତର ବୁଝେଇ ଦେଲେ ବି ବହୁତ ରୋଗ ଭଲ ହେଇଯାଏ। ଆପଣ ସେଥିରେ ବିଶ୍ୱାସ ରଖନ୍ତି କି? ହଁ, ଏଇଟା ନିଶ୍ଚିତ, ଏଇଟା କିଛି ପରିମାଣରେ ଏଇଟା ସତ। କାହିଁକି ନା ଆମେ ସମସ୍ତେ ଗୋଟେ ଗୋଟେ ଏନର୍ଜି ସୋର୍ସ। ଜଣେ ଆପଣଙ୍କୁ ବିଶ୍ୱାସ କରୁଛି, ସେ ଯୋଉ କନେକ୍ଟିଭିଟିଟା ସବୁବେଳେ ବଜାୟ ରହିବା ଦରକାର। କିନ୍ତୁ ଆମକୁ ବିଶ୍ୱାସ ରଖୁଛି ବୋଲି ଆଉ ଆମେ ପାଠ ପଢିଛନ୍ତି ବୋଲି ଆମେ ତାଙ୍କୁ ଠକିବା ଉଚିତ ନୁହେଁ। ମୁଁ ଭାବେ ଯଦି ଆଶିଷ ମତେ 1000 ଟଙ୍କା କନସଲଟେସନ ଫିସ୍ ଦେଇପାରୁଛି, ତାହେଲେ ମୁଁ ଆଶିଷଠାରୁ 1000 ଟଙ୍କା ନେବି। ଯଦି ମତେ ମୁକେଶ 50 ଟଙ୍କା ଦଉଛି, ତାହେଲେ ମୁଁ ମୁକେଶକୁ 50 ଟଙ୍କା ହିଁ ରଖିବି, କିନ୍ତୁ ଚିକିତ୍ସାଟା ସମାନ କରିବି। ଆଜ୍ଞା। ତାହେଲେ କଣ ହବ, ମୁଁ ମୋର କନସଲଟେସନ ଫିସ୍ ଟା ନେଇପାରିବି, ଦ୍ୟାଟ୍ ଇଜ ଏଥିକାଲ। ଆଉ ସେଟା ମୁଁ ଲିଖିତ ଭାବରେ ଜଣେଇକି ନେଇପାରିବି, ମୁଁ ଏହା ଭାବେ। କିନ୍ତୁ ମୁଁ ମୋର ପାଠ ଆଉ ବୁଦ୍ଧିକୁ ଲୋକମାନଙ୍କୁ ମାନେ ଗୋଟେ ବୁଲେଇ ବଙ୍କେଇ ପ୍ରତାରିତ କରି ନବାରେ ମୁଁ ବିଶ୍ୱାସ କରେ ନାହିଁ। ମୁଁ ଭାବେ ଆମେ ଯେତିକି ସମସ୍ତେ ଇନକମ୍ କରୁଛନ୍ତି, ପ୍ରାଇଭେଟରେ ରୁହନ୍ତୁ କି ଗଭର୍ଣ୍ଣମେଣ୍ଟରେ ରୁହନ୍ତୁ, ସବୁ ଡାକ୍ତର ଭାଇମାନେ ଯାହା ଇନକମ୍ କରୁଛନ୍ତି ସେଟା ଆକ୍ଚୁଆଲି ସଫିସିଏଣ୍ଟ। ଓଡ଼ିଶା ପରି ଗୋଟେ ପ୍ରଦେଶରେ, ଇଭେନ୍ ଭୁବନେଶ୍ୱର, କଟକ ରହିବା ପାଇଁ ବି ସେଟା ଆକ୍ଚୁଆଲି ସଫିସିଏଣ୍ଟ। ଆପଣମାନେ ନିଶ୍ଚିତ ଭାବରେ ଅଧିକା ଇନକମ୍ କରନ୍ତୁ, ସେଟା ଭଲ କଥା। କିନ୍ତୁ ଯୋଉ ଲୋକ ଦେଇପାରିବ ତାଠୁ ନିଆଯାଉ। କିନ୍ତୁ ବହୁତ ସାଧାରଣ ଲୋକ ଯୋଉମାନଙ୍କର ମୁଣ୍ଡ ପିଛା ଇନକମ୍ କମ୍ ଅଛି, ଆମେ ସେମାନଙ୍କୁ ତାଙ୍କର ଇନକମ୍ ଉପରେ ଧ୍ୟାନ ରଖି ଚିକିତ୍ସା କରି ଯଦି ଆମେ ଭଲ କରିଦଉଛନ୍ତି, ତାହେଲେ ସେଟା ଆମର ଯୋଉ ପ୍ରଫେସନର ଯୋଉଥିପାଇଁ ଆମେ ଏଠିକି ଆସିଥିଲେ, ସେଟା କିଛି ପରିମାଣରେ ଭାବୁଛି